କ'ଣ ସଲ୍ଫର ଗୋଟିଏ ଅଛି, ଅକ୍ସିଜେନ୍ କେତେ ଅଛି, ଦୁଇଟା ଅଛି, ଅକ୍ସିଜେନ୍ 2 ଏଠି 3ଟା ଅଛି। ଏବେ କ'ଣ କରିବା, 3ଟା ଅଛି, ଏଠି 2ଟା ଅଛି, କେମିତି ବାଲାନ୍ସ କରିବା? ଆମେ ଆଜି ରାସାୟନିକ ସମୀକରଣ ସମତୁଲ କରିବା। ତ ରାସାୟନିକ ସମୀକରଣ ସମତୁଲ କେମିତି କରିବା ପିଲା? ଆମକୁ ଆମେ ଜାଣିଥିଲେ ରାସାୟନିକ ସମୀକରଣ କ'ଣ ନା ନାହିଁ, ଯେଉଁଠି ରାସାୟନିକ ପ୍ରତିକ୍ରିୟା ଘଟୁଛି। ମନେକର ଆଉ ହାଇଡ୍ରୋଜେନ୍ ଆଉ ଅକ୍ସିଜେନ୍ ରାସାୟନିକ ପ୍ରତିକ୍ରିୟା କରି କ'ଣ ଉତ୍ପନ୍ନ କଲେ ନା ଜଳ ଉତ୍ପନ୍ନ କଲେ। ତ ଆମେ ସେ କଥାକୁ ଲେଖିବା ଯେ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ପରସ୍ପର ସହ ପ୍ରତିକ୍ରିୟା କରି ଜଳ ଉତ୍ପନ୍ନ କଲେ। ଏତେ ବଡ଼ କାହିଁ ଲେଖିବା ନା, ଆମେ ତ ବିଜ୍ଞାନ ଛୁଆ। ଆମେ କ'ଣ କରିବା, ତାକୁ ଆହୁରି ଛୋଟେଇକି ଲେଖିବା। କେମିତି ଲେଖିବା ନା, ହାଇଡ୍ରୋଜେନ୍ ପ୍ଲସ୍ ଅକ୍ସିଜେନ୍ କ'ଣ ଦେଲା ଆମକୁ, ଜଳ। ତଥାପି ଆମକୁ ଆହୁରି ବଡ଼ ଲାଗୁଛି। ଆମେ କେମିତି ସର୍ଟକଟ୍ରେ ଯିବା, କେମିତି ଲେଖିବା? ତ ଆକୁ କ'ଣ କଲେ ବୈଜ୍ଞାନିକମାନେ କହିଲେ, ନାଇଁ ଠିକ୍ ଅଛି, ଆକୁ ଆମେ ଆହୁରି ସଟେଇବା, ଆହୁରି ଛୋଟ କରିଦେବା। କେମିତି ନା, ଏମାନଙ୍କ ସଂକେତ ବ୍ୟବହାର କରିବା। ହାଇଡ୍ରୋଜେନ୍ର ସଂକେତ H2 ପ୍ଲସ୍ ଅକ୍ସିଜେନ୍ର ସଂକେତ O2 ଗିଭ୍ସ କ'ଣ ଦେଲା, ଜଳର ସଂକେତ H2O। ତ ଏ ସଂକେତ ବ୍ୟବହାର କରି ଏଇଟା କ'ଣ କରିଦେଲେ, ଗୋଟେ ରାସାୟନିକ ସମୀକରଣ। ତୁମେ ପିଲା ଜାଣିଥିବ ମ୍ୟାଥ୍ରେ ବା ଗଣିତରେ ତୁମେ ପଢ଼ିଥିବ, ଦୁଇଟା ଗୋଟେ ସମୀକରଣ ଦୁଇଟି ପାର୍ଶ୍ୱ ଥାଏ। ଗୋଟେ ଥାଏ LHS ଆଉ ଗୋଟେ ଥାଏ RHS, ଲେଫ୍ଟ ହ୍ୟାଣ୍ଡ ସାଇଡ଼୍ ଆଉ RHS ରାଇଟ୍ ହ୍ୟାଣ୍ଡ ସାଇଡ଼୍। ତ ସେମିତି ଆମର ବିଜ୍ଞାନରେ ମଧ୍ୟ ଲେଫ୍ଟ ହ୍ୟାଣ୍ଡ ସାଇଡ଼୍ ଆଉ ରାଇଟ୍ ହ୍ୟାଣ୍ଡ ସାଇଡ଼୍ ଅଛି। ତା ମଝିରେ କିଏ ସେପାରେଟ୍ କରୁଛି ନା, ଗୋଟେ ଆରୋ ମାର୍କ ବା ଗୋଟେ ତୀର ଚିହ୍ନ। ତ ଇଏ କ'ଣ କରୁଛି, ଆମକୁ ଗୋଟେ ରାସାୟନିକ ସମୀକରଣ LHS RHSକୁ ଡିଫରେନ୍ସିଏଟ୍ କରୁଛି। ତ ଏ ତୀର ଚିହ୍ନର ବାମ ପାର୍ଶ୍ୱରେ ରହିଲେ ଯିଏ, ସେମାନେ କିଏ? ତୀର ଚିହ୍ନର ଦକ୍ଷିଣ ପାର୍ଶ୍ୱରେ ଯେଉଁମାନେ ରହିଲେ ସେମାନେ କିଏ? ପିଲା ତୀର ଚିହ୍ନ ବାମ ପାର୍ଶ୍ୱରେ ଯେଉଁମାନେ ରହିଲେ ସେମାନେ ପ୍ରତିକାରକ। ଏମାନଙ୍କୁ କ'ଣ କହନ୍ତି? ପ୍ରତିକାରକ। ଅର୍ଥାତ୍ ଏମାନେ ପ୍ରତିକ୍ରିୟା କରିବେ। ଯେଉଁମାନେ ପ୍ରତିକ୍ରିୟା କରିବେ ସେମାନେ ହେଲେ ପ୍ରତିକାରକ। ଯାହା ଉତ୍ପନ୍ନ ହେବ ଇଏ କ'ଣ ହେବ? ଉତ୍ପାଦ। ଯାହା ଉତ୍ପନ୍ନ ହେବ ସେ କ'ଣ ହେବ? ଉତ୍ପାଦ। ତାହେଲେ ପ୍ରତିକାରକ ମାନେ ପ୍ରତିକ୍ରିୟା କରି କ'ଣ ଉତ୍ପନ୍ନ କଲେ ନା, ଉତ୍ପାଦ ଉତ୍ପନ୍ନ କଲେ। କ'ଣ ଉତ୍ପନ୍ନ କଲେ? ଉତ୍ପାଦ। ଠିକ୍ ଅଛି। ତାହେଲେ ତୁମକୁ ପଚରା ହେବ ପ୍ରତିକାରକ କ'ଣ ପିଲାଏ ନା, ଗୋଟେ ରାସାୟନିକ ସମୀକରଣର ତୀର ଚିହ୍ନର ବାମ ପାର୍ଶ୍ୱରେ ଥିବା ଅଣୁ ବା ପରମାଣୁ ଯାହା ବି ଥାନ୍ତୁ ସେମାନଙ୍କୁ ଆମେ କ'ଣ କହିବା? ପ୍ରତିକାରକ। ତାର ତୀର ଚିହ୍ନ ଦକ୍ଷିଣ ପାର୍ଶ୍ୱରେ ଥିବା ଉତ୍ପାଦ। ଆମ ବୁଝିବା ହିସାବରେ ଆମେ ସହଜରେ ଜାଣିପାରିବା। ଯଦି ଗୋଟେ ରାସାୟନିକ ସମୀକରଣ ଦେଇଦେବ, କହିଦେବ ଏମାନଙ୍କୁ ପ୍ରତିକାରକ କିଏ, ଉତ୍ପାଦ କିଏ, ଆମେ ଜାଣିପାରିବା। ତୀର ଚିହ୍ନ ବାମ ପାର୍ଶ୍ୱରେ ଯେଉଁମାନେ ରହିଲେ ପ୍ରତିକାରକ, ଦକ୍ଷିଣ ପାର୍ଶ୍ୱରେ ଯାହା ରହିଲେ ଉତ୍ପାଦ। ବହୁତ ସହଜ ଉପାୟରେ। ନାଇଁ ତାହେଲେ ପ୍ରତିକାରକ ମାନେ କ'ଣ କରନ୍ତି ପିଲାଏ ନା, ପ୍ରତିକାରକ ମାନେ ପ୍ରତିକ୍ରିୟା କରନ୍ତି। ଉତ୍ପାଦ କ'ଣ ହୁଏ ନା, ଉତ୍ପନ୍ନ ହୁଏ। କାହା ପ୍ରତିକ୍ରିୟାରେ? ପ୍ରତିକାରକଙ୍କର ପ୍ରତିକ୍ରିୟାରେ। ତ ପ୍ରତିକାରକମାନଙ୍କ ମଧ୍ୟରେ ଆମେ କ'ଣ ଲେଖିଥାଏ, ଯେତେବେଳେ ଦୁଇ ବା ତତୋଧିକ ପ୍ରତିକାରକ ହେଇଯାନ୍ତି ସେମାନଙ୍କୁ ଆମେ ପ୍ଲସ୍ ଆକାରରେ ମଝିରେ ଯୋଡ଼ି ଯାଉ। ତ ଯାହା ଉତ୍ପନ୍ନ ହେଲା ଏଠି ହେଲା। ଯଦି ଅଧିକା ଉତ୍ପାଦ ଉତ୍ପନ୍ନ ହୋଇଥାନ୍ତା ତାହେଲେ ଏଠି ବି ପ୍ଲସ୍ ଦିଆହେଇକି ଆଉ ଅଲଗା ଉତ୍ପନ୍ନ ହୋଇଥାନ୍ତା, ଲେଖା ହେଇଥାନ୍ତା। ନାଇଁ ବୁଝିଗଲା ତ ରାସାୟନିକ ସମୀକରଣ କେମିତି ଲେଖା ହୁଏ? ଠିକ୍ ଅଛି। ତ ଆମେ ଜାଣିଗଲେ ପ୍ରତିକାରକ କ'ଣ, ଉତ୍ପାଦ କ'ଣ। ଠିକ୍ ଅଛି। ପ୍ରତିକାରକ କ'ଣ କରନ୍ତି, ଉତ୍ପାଦର କ'ଣ ହୁଏ, ପ୍ରତିକାରକ କେଉଁ ପାର୍ଶ୍ୱରେ ରହନ୍ତି, ଉତ୍ପାଦ କେଉଁ ପାର୍ଶ୍ୱରେ ରହନ୍ତି, ଜାଣିଗଲେ ନା ନାହିଁ? ଠିକ୍ ଅଛି। ଏବେ ଆମେ ଯିବା ଆଗକୁ। ତାହେଲେ ଆମେ ଜାଣିଲେ H2 ପ୍ଲସ୍ O2 ଗିଭ୍ସ H2O। ଆକୁ ଆମେ ଏମିତି ପଢ଼ିବା, H2 ପ୍ଲସ୍ O2 ତୀର ଚିହ୍ନକୁ ପଢ଼ିବା ଗିଭ୍ସ H2O। ଠିକ୍ ଅଛି। ତାହେଲେ ଏ H2 ଆଉ O2 ମିଶି କ'ଣ ଦେଲା? ଜଳ ଦେଲା। ତ ପିଲା ଆମେ ଦେଖିଲେ ଗୋଟେ ମୁଁ ଉଦାହରଣ ଦେଉଛି। ଇଏ ଯେଉଁ କହୁଛି ବସ୍ତୁତ୍ୱ ସଂରକ୍ଷଣ ନିୟମ, ତୁମେ ଜାଣିଛ ନା ନାହିଁ? ନବମ ଶ୍ରେଣୀରେ ପଢ଼ିଥିବ। ବସ୍ତୁତ୍ୱ ସଂରକ୍ଷଣ ନିୟମ କ'ଣ ନା, ଯେକୌଣସି ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ୱର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ। ଏଇଟା ଜାଣିଛ ନା ନାହିଁ? ଠିକ୍ ଅଛି। ସେଇ କଥା କହୁଛି। ମନେକର 1 kg ଆମେ X ନେବା ପ୍ଲସ୍ 1 kg ଆମେ Y ନେବା, ଗିଭ୍ସ କ'ଣ ଦେବ? 2 kg ଅଫ୍ XY ନିଶ୍ଚିନ୍ତ ଦେବ। ତ କିଛି ମାତ୍ରାରେ ପ୍ରତିକାରକର ଓଜନ ବଢ଼ିବନି ନା ଉତ୍ପାଦର ବି ଓଜନ ବଢ଼ିବନି। ଅର୍ଥ ଏ ଦୁଇ ଜଣଙ୍କର ବସ୍ତୁତ୍ୱ ଯେତିକି ଥିବ ଏମାନଙ୍କର ବସ୍ତୁତ୍ୱ ସେତିକି ଥିବ। ବୁଝିଲା ନା ନାହିଁ? ତାହେଲେ ପ୍ରତିକାରକମାନଙ୍କର ବସ୍ତୁତ୍ୱ ଟୋଟାଲ୍ ବସ୍ତୁତ୍ୱ ଯେତିକି, ଉତ୍ପାଦର ଟୋଟାଲ୍ ବସ୍ତୁତ୍ୱ ସେତିକି। ସେଇଟାକୁ ଆମେ କହିଲେ କ'ଣ? ବସ୍ତୁତ୍ୱ ସଂରକ୍ଷଣ ନିୟମ। ମନେ ରଖିବ। ତ ରାସାୟନିକ ସମୀକରଣ ସମତୁଲ କରିବାର ମୂଳ ନିୟମଟି କ'ଣ ନା, ବସ୍ତୁତ୍ୱ ସଂରକ୍ଷଣ ନିୟମ। କ'ଣ? ବସ୍ତୁତ୍ୱ ସଂରକ୍ଷଣ ନିୟମ। ତାହେଲେ ଏବେ ଆମେ କ'ଣ କରିବା? ରାସାୟନିକ ସମୀକରଣକୁ ସମତୁଲ କରିବା। କାହିଁକି କରିବା ଜାଣିପାରିଲେ ନା ନାହିଁ? ବସ୍ତୁତ୍ୱ ସଂରକ୍ଷଣ ନିୟମ ହିସାବରେ। ବୁଝିଲା ନା ନାହିଁ? ମନେକର ମୁଁ ଗୋଟେ ଉଦାହରଣ ଦେଉଛି। ତୁମ ଘରେ ଆଜି ଖାଇବାକୁ ହେଉଛି କ'ଣ ନା, ଆଳୁ ଆଉ ଟମାଟୋ ମିଶେଇକି ଚକଟା ହେଉଛି। କ'ଣ ହେବ? ସେ ତା ନାଁ କ'ଣ ହେଇଯିବ? ଆଳୁ ଟମାଟୋ ଚକଟା ଖାଇଦେବ ନା ନାହିଁ? ଆଳୁ ଟମାଟୋ ଚକଟା ଖାଇଦେବେ ନିଶ୍ଚିତ। ସମସ୍ତେ ଖାଇଦେବେ, ଯେହେତୁ ଆମ ଓଡ଼ିଆ ଘର ନିଶ୍ଚିନ୍ତ ଖାଇଦେବା। ତାହେଲେ ଯଦି ଆମେ କ'ଣ କରିବା, ତୁମେ କହିବ ମା' ମୋର ଆଉ ଟିକେ ଆଳୁ ଟମାଟୋ ଚକଟା ଦରକାର, ସର୍ଟେଜ୍ ପଇଲା। ତାହେଲେ ମା' କ'ଣ କରିବେ? ସେଥିରେ ଆଳୁ ମିଶାଇ ପାରନ୍ତି କିମ୍ବା ଆଉ ଟମାଟୋ ମିଶାଇ ପାରନ୍ତି। ତୁମେ କହିଛ କ'ଣ ଦରକାର ତୁମର? ଆଳୁ ଟମାଟୋ ଚକଟା। ତାହେଲେ ଯଦି ସେ ସେଠି ବାଇଗଣ ମିଶାଇଥାନ୍ତେ, ବାଇଗଣ ଚକଟି ଦେଇଥାନ୍ତେ, କହେ ନାହିଁ ଆଉ କ'ଣ କରିବା?
ତାହେଲେ ତୁମର ଏ ଆଳୁ ଟମାଟୋ ଚକଟା ନାଁ ରହିଥାନ୍ତା କି? ନାଁ ଚେଞ୍ଜ ହେଇଥାନ୍ତା, ଆଳୁ ଟମାଟୋ ନୁହଁ ବାଇଗଣ ଚକଟା ହେଇଥାନ୍ତା ବି ତା ସହିତ ମିଶି ହେଇଥାନ୍ତା, ତା ନାଁରେ ପରିବର୍ତ୍ତନ ହେଇଥାନ୍ତା ନା ନାହିଁ? ତ ସେମିତି ଯଦି ଆମେ ବଢ଼େଇବାକୁ ଚାହୁଁଛେ ନିଶ୍ଚିନ୍ତ ସେଇ ପ୍ରକାର ଜିନିଷକୁ ମିଶାଇବାକୁ ପଡ଼ିବ। ଆଳୁ ମିଶାଇ ପାରିବା କିମ୍ବା ଟମାଟୋ ମିଶାଇ ପାରିବା ନା ନାହିଁ, ଯଦି ଏ ଆଳୁ ଟମାଟୋ ଚକଟାକୁ ବଢ଼େଇବାକୁ ଚାହୁଁଥିବେ। ତ ସେମିତି ଯଦି ଆମେ H2 + O2 gives H2O, ଦେଖ ଏଠି ପିଲାଏ ହାଇଡ୍ରୋଜେନର ଗୋଟେ ଅଣୁ, ହାଇଡ୍ରୋଜେନ ହେଲା ଗୋଟେ ଅଣୁ, ତୋର ଆ ଭିତରେ କେତୋଟି ପରମାଣୁ ଅଛି ହାଇଡ୍ରୋଜେନର? Hର କେତୋଟି ପରମାଣୁ ଅଛି ନା 2ଟି, H2। ତାହେଲେ H ସାଇଡ଼୍ରେ ଆମର ଲେଫ୍ଟ ସାଇଡ଼୍ରେ H କେତେଟା ଅଛି? 2ଟା। ରାଇଟ୍ ସାଇଡ଼୍ରେ ଆମର H କେତେଟା ଅଛି ଜଳରେ? 2ଟା ନା ନାହିଁ? ଏସବୁ ଗୋଟେ ଗୋଟେ ପରମାଣୁ। ଅକ୍ସିଜେନ ପରମାଣୁ କେତେଟା ଅଛି? 2ଟା। ତାହେଲେ ଏପଟେ ଅକ୍ସିଜେନ ପରମାଣୁ କେତେଟା ଅଛି? 1। ତାହେଲେ ମୋତେ କହିଲ ଇଏ ବାଲାନ୍ସ ଅଛି କି, ସମାନ ଅଛି କି? ଉଭୟ ପାର୍ଶ୍ୱରେ ପରମାଣୁ ସଂଖ୍ୟା ସମାନ ଅଛି କି? ନାହିଁ। ତାହେଲେ ଆମେ ରାସାୟନିକ ସମୀକରଣ ସମତୁଲ କରିବାକୁ ହେଲେ ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ପରମାଣୁର ସଂଖ୍ୟା ଆମକୁ ସମାନ କରିବାକୁ ପଡ଼ିବ। ଯାହାଦ୍ୱାରା ଆମର କ'ଣ ହେଇଯିବ ନା, ଯଦି ପରମାଣୁ ସମାନ ହେଇଯିବ ତାହେଲେ ସେମାନଙ୍କ ବସ୍ତୁତ ମଧ୍ୟ ଉଭୟ ପାର୍ଶ୍ୱରେ କ'ଣ ହେଇଯିବ? ସମାନ ହେଇଯିବ ନା ନାହିଁ? ଠିକ୍ ଅଛି। ତାହେଲେ ଏପଟେ ଆମର ହାଇଡ୍ରୋଜେନ 2ଟା ରହିଲା ବେଳେ ଏପଟେ ହାଇଡ୍ରୋଜେନ 2ଟା ଅଛି, କିନ୍ତୁ ଅକ୍ସିଜେନ 2ଟା ରହିଲା ବେଳେ ଏପଟେ ଅକ୍ସିଜେନ 1 ଅଛି। ତାହେଲେ ଆମେ କ'ଣ କରିବା? ସମାନ କରିବା ପାଇଁ କ'ଣ କରିଦେବା? H2O2 କରିଦେବା? ନାହିଁ, ଏଇଠି ତ ଭୁଲ ହେଇଗଲା। ଆମେ ଜାଣିଛେ ଜଳର ସଂକେତ କ'ଣ? H2O। ଯଦି H2O ବଦଳରେ ଆମେ H2O2 ଲେଖୁଛେ ତାହେଲେ ଆ ନାଁ ତ ଭୁଲ ହେଇଯାଉଛି ନା। ଯେମିତି ଏଠି ଆଳୁ ଟମାଟୋ ଚକଟା ଜାଗାରେ ବାଇଗଣ ଚକଟା ହେଇଯାଇଥିଲା, ତ ଭୁଲ ହେଇଯିବ ନା। ତେଣୁକରି ଆମେ ଏମିତି ନ ଲେଖି ତ କ'ଣ କରିପାରିବା? ଆମେ ଆଳୁ ଟମାଟୋ ଚକଟା ସଂଖ୍ୟା ବଢ଼େଇ ପାରିବା, ଆର ଓଜନ ବଢ଼େଇ ପାରିବା। ଆମେ ଅଲଗା ଜିନିଷ ନ ମିଶାଇ ସେଇ ଆଳୁ ମିଶାଇ ପାରିବା କିମ୍ବା ଟମାଟୋ ମିଶାଇ ପାରିବା। ଆମେ ଜଳ ଅଣୁ ଗୋଟିଏ ଅଛି H2O, ଆମେ ତାକୁ 2ଟା ଅଣୁ କରିପାରିବା, 2ଟା H2O କରିପାରିବା। ତାହେଲେ କେମିତି କରିବା? ତାହେଲେ ତ 2 ହେବନି, ଭୁଲ। ଠିକ୍ ଅଛି। ତାହେଲେ କେମିତି କରିବା? ମନେକର x ଥିଲା, ସେ xକୁ 2ଟା x କେମିତି କରିବା? x + x କେତେ ହୁଏ? 2x ନା ନାହିଁ? 2ଟା x ହେଇଗଲା। ତାହେଲେ H2O + H2O ନ ଲେଖି ସିଧା ମୁଁ କ'ଣ କରିଦେବି? ଆଗରେ 2 ଗୁଣ ଦେବି, 2H2O। ତାହେଲେ ଏବେ ପୁଣି ଥରେ ଦେଖିଲ H2 ଆମର କେଇଟା ଅଛି? ଲେଫ୍ଟ ସାଇଡ଼୍ରେ 2ଟା ଅଛି, କିନ୍ତୁ ରାଇଟ୍ ସାଇଡ଼୍ରେ କେଇଟା ହେଇଗଲା? ଏବେ 4ଟା ହେଇଗଲା। କେଇଟା ହେଇଗଲା? 4ଟା। କିନ୍ତୁ ଅକ୍ସିଜେନ 2ଟା, ଅକ୍ସିଜେନ ଏପଟେ 2ଟା। ଠିକ୍ ଅଛି। ଅକ୍ସିଜେନ 2ଟା କେମିତି ହେଲା? କାହିଁକିନା ତଳେ 1 ଅଛି, 2K2। ଅକ୍ସିଜେନ ଆମର କେତେଟା ହେଇଗଲା? 2 ଆଗରେ ଗୁଣ ହେଇଛି ନା, ଅକ୍ସିଜେନ କେଇଟା ହେଇଗଲା? 2ଟା ହେଇଗଲା। ତାହେଲେ ଅକ୍ସିଜେନ ଏବେ ବାଲାନ୍ସ ହେଇଗଲା ନା ନାହିଁ? କିନ୍ତୁ ହାଇଡ୍ରୋଜେନ ଦେଖ ପିଲାଏ ପୁଣି ଇନବାଲାନ୍ସ ହେଇଗଲା। କେମିତି ନା, H2 ଏପଟେ 2ଟା ଥିଲାବେଳେ H2 ଏପଟେ 2 ଦୁଣେ 4, 2 ଦୁଣେ 4, ତାହେଲେ 4ଟା। ଆମେ 4ଟା କେମିତି କରିବା? ଆଉ ଏପଟେ ଆଉ ବଢ଼େଇ ହେବନି, କାହିଁକିନା ଅକ୍ସିଜେନ ବାଲାନ୍ସ ହେଇଗଲାଣି। ତାର ପୁଣି ଲେଫ୍ଟ ସାଇଡ଼୍ ଦେଖିବା, ହାଇଡ୍ରୋଜେନକୁ ବଢ଼େଇ ପାରିବା, କାହିଁକିନା ହାଇଡ୍ରୋଜେନ 2ଟା ଅଛି, ପୁଣି 2ଟା ପରମାଣୁ ଅଛି। ଆମେ ତା ଆଗରେ ଆଉ ଗୋଟେ 2 ଗୁଣି ଦେଲେ ସେ କ'ଣ ହେଇଯିବ? 2 ଦୁଣେ 4, ଏବେ ହେଇଯିବ 4ଟା। ତାହେଲେ ଏହା ଏକ କ'ଣ ହେଇଗଲା? ସମତୁଲ ରାସାୟନିକ ସମୀକରଣ। ଏ ଗୋଟେ ବାଲାନ୍ସଡ ଇକ୍ୱେସନ୍ ହେଇଗଲା ନା ନାହିଁ? ଆଗରୁ ଥିଲା କ'ଣ? ଅସମତୁଲ ଥିଲା, ଏବେ ଇଏ ଏକ ବାଲାନ୍ସଡ ସମତୁଲ ରାସାୟନିକ ସମୀକରଣ ହେଇଗଲା ନା ନାହିଁ ପିଲାଏ? ତାହେଲେ ତୁମେ କହିଲ 2 ଦୁଣେ 4ଟା ହାଇଡ୍ରୋଜେନ, 2 ଦୁଣେ 4ଟା ହାଇଡ୍ରୋଜେନ, 2ଟା ଅକ୍ସିଜେନ, 2K2ଟା ଅକ୍ସିଜେନ। ତାହେଲେ ଏଠି ବାଲାନ୍ସ ହେଇଗଲା ନା ନାହିଁ? ତାହେଲେ ଆମେ ପିଲାଏ ଏ ସମୀକରଣକୁ ବାଲାନ୍ସ କଲାବେଳେ କେତେ ଥର କହିଲେ? ପ୍ରତିକାରକ ପାର୍ଶ୍ୱକୁ ଥରେ ଦେଖେ, ଉତ୍ପାଦ ପାର୍ଶ୍ୱକୁ ଥରେ ଦେଖ, ପୁଣି ଉତ୍ପାଦ ପାର୍ଶ୍ୱକୁ ଦେଖି ସାରିକି ପୁଣି ପ୍ରତିକାରକ ପାର୍ଶ୍ୱକୁ ଆସ, ପୁଣି ପ୍ରତିକାରକ ପାର୍ଶ୍ୱକୁ ଆସିକି ପୁଣି ଉତ୍ପାଦ ପାର୍ଶ୍ୱକୁ ଆସ। ତାହେଲେ ଆମେ ଏମିତି ଦେଖୁଛେ, ଏପଟେ ଦେଖୁଛେ, ସେପଟେ ଦେଖୁଛେ, ସେପଟେ ଦେଖୁଛେ, ଏପଟେ ଦେଖୁଛେ, ତ ବାରମ୍ବାର ଏମିତି କରୁଛେ। ତେଣୁକରି ୟାକୁ ଆମେ ପରଖୁଛେ ପୁଣି ନିରଖୁଛେ। ତେଣୁକରି ଏହି ପ୍ରକାର ପଦ୍ଧତିକୁ ଆମେ ପରଖ ନିରଖ ପଦ୍ଧତି କହିଥାଉ। କ'ଣ କହିଥାଉ? ପରଖ ନିରଖ ପଦ୍ଧତି ବା ହିଟ୍ ଆଣ୍ଡ ଟ୍ରାଏଲ୍ ମେଥଡ଼। ତାକୁ ଆମେ କ'ଣ କହିଥାଉ? ହିଟ୍ ଆଣ୍ଡ ଟ୍ରାଏଲ୍ ମେଥଡ଼ ବା ପରଖ ନିରଖ ପଦ୍ଧତି। ତ ଚାଲ ଦେଖିବା ଆଉ ସେମିତି କେତୋଟି ସମୀକରଣକୁ ସମତୁଲ କରିବା। ଚାଲ এইটাକୁ କରିବା ଆମେ ଦେଖିବା। ଆସ, ଆମର Fe କେତେଟା ଅଛି? ଗୋଟିଏ ଅଛି। ଏପଟେ Fe କେତେଟା ଅଛି? 3ଟା ଅଛି। ତାହେଲେ Fe 3ଟା କରିବା କେଉଁ ପଟେ? ଏପଟେ ବଢ଼ିଆ ନା ନାହିଁ? 3ଟା, 3 ଗୁଣି ଦେଲେ ମୋ 3ଟା Fe ହେଇଗଲା। ଠିକ୍ ଅଛି। ଏପଟେ 3ଟା Fe। ହାଇଡ୍ରୋଜେନ ଏପଟେ କେଇଟା? 2ଟା, ଏପଟେ ହାଇଡ୍ରୋଜେନ 2ଟା। ଠିକ୍ ଅଛି। କିନ୍ତୁ ଅକ୍ସିଜେନ ଗୋଟାଏ ଥିଲାବେଳେ ଏପଟେ ଅକ୍ସିଜେନ କେଇଟା ଅଛି? 4ଟା। ତାହେଲେ 4ଟା କ'ଣ କରିବା? ଏପଟେ ବଢ଼ିବାକୁ ପଡ଼ିବ। ଏପଟେ ତ ଅଛି 4ଟା ଅଧିକା, ଏପଟେ 4ଟା କରିବା କେମିତି? ନା ଏଠି 1 ଅଛି ଅକ୍ସିଜେନ ତଳେ, ତାହେଲେ ଏଠି 4ଟା କରିବାକୁ ହେଲେ ଆମେ ଆଗରେ 4 ଗୁଣି ଦେବା। 4 ଗୁଣି ଦେଲେ କ'ଣ ହେଇଯିବ? 4ଟା ଅକ୍ସିଜେନ ହେଇଯିବ। ପୁଣି ଥରେ ମୂଳକୁ ଆସ, 3ଟା Fe ଅଛି, 3ଟା Fe ଅଛି। ଠିକ୍ ଅଛି। ହାଇଡ୍ରୋଜେନ କିନ୍ତୁ 4 ଦୁଣେ 8ଟା ହେଇଗଲା। ଏଠି ହାଇଡ୍ରୋଜେନ କେଇଟା ହେଇଗଲା? 2ଟା। ତାହେଲେ 8ଟା କେମିତି କରିବା? ତ ଆଗରେ କେତେ ଗୁଣିଆ? 4 ଦୁଣେ 8, 4 ଗୁଣି ଦେଲେ, 4ଟା ଗୁଣି ଦେଲେ ନା ନାହିଁ? ଠିକ୍ ଅଛି। ତାହେଲେ 4 ଦୁଣେ 8ଟା ହାଇଡ୍ରୋଜେନ, 4 ଦୁଣେ 8ଟା ହାଇଡ୍ରୋଜେନ, ତ 4K4 ଅକ୍ସିଜେନ 4ଟା, ଅକ୍ସିଜେନ 4ଟା। ତାହେଲେ ଇଏ ହେଇଗଲା କ'ଣ? ବାଲାନ୍ସଡ। ବୁଝିଲା ନା ନାହିଁ? ଠିକ୍ ଅଛି। ତାହେଲେ ଆମେ ଚାଲ ଦେଖିବା ଏମିତି କିଛି ଆଉ କିଛି ଉଦାହରଣ ଇଂରାଜୀ କୋଶ୍ଚିନ୍ରୁ କରିବା। ଠିକ୍ ଅଛି। ମୁଁ ତୁମକୁ ଗୋଟେ ମେଥଡ଼ କହିବି ପିଲା, କେମିତି କରିବ। ଫାର୍ଷ୍ଟ ଆମେ କ'ଣ କରିବା? ମେଟାଲକୁ ବା ଧାତୁକୁ, ତାପରେ ନନ୍ ମେଟାଲକୁ କରିବା, ତାପରେ ଅକ୍ସିଜେନକୁ କରିବା, ତାପରେ ଲାଷ୍ଟ ସବୁବେଳେ ପିଲା ହାଇଡ୍ରୋଜେନକୁ ରଖିବ। ସେ ଦେଖିବ ହାଇଡ୍ରୋଜେନ ମ୍ୟାକ୍ସିମମ୍ ଟାଇମ୍ରେ କ'ଣ ହେଇଯାଇଥାଏ ନା ବାଲାନ୍ସ ହେଇଯାଇଥାଏ। କ'ଣ ହେଇଥାଏ? ସେ ବାଲାନ୍ସ ହେଇଯାଇଥାଏ। ତେଣୁକରି ସବୁବେଳେ ଲାଷ୍ଟକୁ ତୁମେ ହାଇଡ୍ରୋଜେନ ହିଁ ରଖିବ।
तो फास्ट आम मेटाल को देखिए पिला मेटाल किए कैल्शियम कैल्शियम अच्छे ना नहीं कैल्शियम गोटे मेटाल हेलो तो कैल्शियम गोटे मेटाल तो कैल्शियम देख पिला कैल्शियम एपटे गोटे अच्छी एपटे कैल्शियम गोटे अच्छी ठीक अच्छे तापर नॉन मेटाल किए रही ऑक्सीजन हाइड्रोजन तो अलग अलग छाड़ जाए ये तो नॉन मेटाल है आम लास्ट को रखा तो ता छड़ा आउ किए नाइट्रोजन अच्छे नाइट्रोजन कईटा अच्छे एपटे लेफ्ट साइड रे गोटे एपटे लेफ्ट साइड रे कईटा राइट साइड रे दुईटे अच्छे केमी जान पिलाई मनकर एक्स वाई होल टू माने ये टूटा एक्स तले भी ये टूटा वाई तले भी अर्थ एक्स भी दीटा वाई भी दीटा मनकर ये एक्स वाई टू होल टू था बुझीपार नहीं मनकर एक्स वाई टू रोल टू था तो ये टू एक्स तले दी था ये वाई टू तले टू था दुई दुणे चारिटा वाई केटा होता चारिटा ताले मत ये कह नाइट्रोजन केटा अच्छी आ तो वन नाइट्रोजन ताले केटा अच्छी दुईटा अच्छी किंतु ऑक्सीजन केटा अच्छी तीन दुणे छटा अच्छी तीन दुणे छटा अच्छी ताले सेमती ये नाइट्रोजन गोटे है ये नाइट्रोजन केटा छटा सॉरी केटा दुईटा दुई के दुई दुईटा ताले दुई कले आम कौन कर दुई गुण दवा आगे गुणिदेले ठीक अच्छे पुणी तोर मूल को चल कौटी जाए कैल्शियम कैल्शियम गोटे अच्छी ठीक अच्छे नाइट्रोजन आम केटा गला दुई गुण होगा मैंने नाइट्रोजन दीटा नाइट्रोजन दीटा ठीक अच्छे तापर आम कौटी जा थर्ड रे ऑक्सीजन को जा ऑक्सीजन ना मेटाल गला नॉन मेटाल गला ऑक्सीजन ताले ऑक्सीजन ये कईटा देख तीन दुणे छटा पुणी कईटा रहा ये दीटा होल अच्छे ना तेणुक ये दीटा तीन दुणे छः दुई आठटा ऑक्सीजन कईटा रहा आठटा ये देख लो तीन दुणे छः ये गोटे अच्छे सातटा ताला आपको आठटा करा कौन करिए आगे दुई गुणिया क्या आगे H2O आगे ना नहीं दुई गुण देले पुणी तोर मूल आस पुणी तोर मूल आस कैल्शियम गोटे अच्छी कैल्शियम गोटे अच्छी बुझेगा ना नहीं तापर नाइट्रोजन दुईटा अच्छी गुणा जापर नाइट्रोजन ये दुईटा अच्छी ठीक अच्छे सरीगला तापर ऑक्सीजन आस तीन दुणे छः ऑक्सीजन दुई ये दुई आठ छः दुई आठ तापर ये देख तीन दुणे छः ये दुई वन ना नहीं दुई केटा आठटा ये भी आठटा बालांस ऑक्सीजन तापर आस लास्ट हाइड्रोजन ना नहीं देखिए हाइड्रोजन ऑटोमेटिक बालांस हो देखिए दीटा हाइड्रोजन केटा अच्छे दीटा ये दुईटा दुई दुणे ये दुईटा दुई के दुई 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 चारिटा ये देख दुई दुणे चारिटा ताले ऑटोमेटिक बालांस होगा हाइड्रोजन ना नहीं तेणुक सब लास्ट को हाइड्रोजन रखियो तो ये पद्धति जो मेटाल नॉन मेटाल ऑक्सीजन आउ हाइड्रोजन तो ये देखिए से आ गोटे पकाया ये मेटाल किए अच्छे ना सोडियम अच्छे सोडियम केटा अच्छे लेफ्ट साइड गोटे ये सोडियम केटा अच्छे दीटा अच्छे ताले मुझे दुईटा कर आगे दुई गुणी देली ठीक अच्छे ना नहीं तो सोडियम होगा दीटा ये सोडियम होगा दीटा तापर आम जा आउ कौन अच्छा मेटाल आउ तो किसी ना आउ एबे अच्छा नॉन मेटाल केस सल्फर अच्छे कौन अच्छी सल्फर सल्फर केतटा अच्छे एपटे लेफ्ट साइड देख सल्फर गोटे अच्छी एपटे सल्फर केतटा अच्छे गोटे अच्छे ठीक अच्छे सल्फर तापर क्या जा ऑक्सीजन जा आउ तो किसी ना भितर ताले ऑक्सीजन देख गोटे अच्छी ये गोटे ये चार्टा केटा गोटे सरी सरी केटा अच्छे आगे केते गुण छे दुई दुईटा ऑक्सीजन ये चार्टा दुई छटा ऑक्सीजन ताले एपट साइड केटा चार्टा ऑक्सीजन ये गोटे पाँचटा ताले छटा कटे H2O आगे दुई गुण दवा ना नहीं एबे पुणी तार मूल जा सोडियम दीटा सल्फर गोटे तापर दुईटा ऑक्सीजन आउ ये चार्टा ऑक्सीजन चार दुई छटा ऑक्सीजन ताले ये चार्टा ऑक्सीजन ये दुईटा ऑक्सीजन छटा ऑक्सीजन ना नहीं ताले ऑक्सीजन भी बालांस सोडियम आ कौन रहा लास्ट को हाइड्रोजन देख ये दुईटा हाइड्रोजन ये दुईटा केटा चार्टा हाइड्रोजन ये देख दुई दुने चार्टा हाइड्रोजन ताले बालांस ना नहीं देखा आउरी देखा आउ गोटे देखा आउट देखा ताले देख आमर बेरियम देख बेरियम केतटा अच्छी गोटे अच्छी ये भी गोटे अच्छी बेरियम गोटे अच्छी तापर सल्फर देख सल्फर गोटे क्लोरीन अच्छी नॉन मेटाल क्लोरीन दीटा अच्छी ये क्लोरीन गोटे अच्छी ताले दीटा करा आगे दुई गुण देले दीटा क्लोरीन होगा पुणी बेरियम गोटे सल्फर गोटे क्लोरीन दीटा ये भी क्लोरीन दीटा लास्ट को रहा कि हाइड्रोजन सॉरी ऑक्सीजन भी अच्छी पूरा ऑक्सीजन चार्टा अच्छे बालांस अच्छे हाइड्रोजन केटा दीटा ये भी दीटा ऑटोमेटिक बालांस बुझीगला ताले एबे देखिबा एटी कौन सल्फर गोटे अच्छी ऑक्सीजन केटा अच्छी दीटा अच्छी ऑक्सीजन दुई एक तीनटा अच्छी एबे कौन करवा तीनटा अच्छी ये दुईटा अच्छी केमी बालांस करिया दुईटा ताले तो तीनटा करें सब टूर मल्टीप्लायर हम ना नहीं ताले केमी करिया ना एपटे चार करदे आक भी चार करें ये दुईटा एक तीनटा अच्छे आक करदे चार्टा करदे दुईटा ऑक्सीजन होगा ताले दुईटा ऑक्सीजन ये दुई चार्टा ऑक्सीजन ताले एपटे दुईटा ऑक्सीजन अच्छे चार्टा करा आगे दुई गुण चार्टा ऑक्सीजन ना नहीं बुझिला ना नहीं तापर पुणी थोड़ा मूल आस पुणी हाइड्रोजन केटा दुईटा अच्छी हाइड्रोजन चार्टा होगा चार्टा करा आगे दुई गुण दवा
ନା ନାଇଁ ବା କେଟେ ଗଲା 2 ଦୁणे 4ଟା ହାଇड्रोजेन पुणी चेंज होगा सल्फर देख 2टा होगा ये सल्फर गोटे होगा तो भूल गला तार पुणी बढ़िया कौन करिया पड़े सल्फर 2टा करिया पुणी मूल आस सल्फर 2टा ऑक्सीजन देख ऑक्सीजन 2 दुणे 4 किंतु ऑक्सीजन 2 दुणे 4 ये 2 केटा 6टा ऑक्सीजन केटा होगा 6टा ऑक्सीजन सल्फर केटा होगा 2टा ठीक अच्छे 2टा सल्फर बालांस होगा ऑक्सीजन किंतु एपट साइड 6टा ला ऑक्सीजन एपटे 4टा ताला हम 4टा कौन करिया 6टा करिया ना नहीं आगे केते गुणिया 3 एबे पुणी थरे देखलो सल्फर केटा गोटे ए 2टा सल्फर 2टा 2 दुणे 4 हाइड्रोजन 4टा 2 दुणे 4 हाइड्रोजन 4टा ऑक्सीजन 3 दुणे 6 एपटे एटा 2 दुणे 4 ये 2 6 एपटे भी ऑक्सीजन 6 देखल पिला आम परखिले निरखिले ये 2 गुणित पुणी से सब 3 कले तो ये मेथड है एमतीका तो आमको परख निरख पद्धति हिसाब से आमको कौन करा पड़ो बालांस करने को पड़ो तो यही हिसाब से आम कौन कले समतुल कले आम सहजरे रासायनिक समीकरण समतुल कर तो पिला आपण मैंने कहे मत कौन कौन चैप्टर आप कष्ट लगे कौ कौ चैप्टर मुझे भिडियो आनी से मत जनइबे तो जदि विषयटा मोर पढ़ाटा यदि भल लगे तो लाइक एंड सब्सक्राइब करूँ मो चैनल को आम नुआ नुआ एमती पाठ आने पढ़ा शिखी ठीक अच्छे तो लाइक एंड सब्सक्राइब करूँ मत सपोर्ट करूँ एमती नुआ नुआ भिडियो आनी और कौन पाठ बुझीपार ना कौ कमेंट निश्चित लिखे मत मुझे निश्चित रिप्लाई देवी थैंक यू।